କେଉଁଟି ଏକ ରାସାୟନିକ ପରିବର୍ତ୍ତନ ନୁହେଁ। ତେବେ ଆଗେ ଦେଖ ରାସାୟନିକ ପରିବର୍ତ୍ତନ କାହାକୁ କୁହାଯାଏ। ରାସାୟନିକ ପରିବର୍ତ୍ତନ କାହାକୁ କୁହାଯିବ ନା ଯିଏ ତାର ଥରେ ରିଆକ୍ସନ୍ ହେଇସାରିଲା ପରେ ସେ ତାର ପଛ ଅବସ୍ଥାକୁ ସେ ଫେରି ପାରିବ ନାହିଁ। ବୁଝାଉଛି। ଭୌତିକ ପରିବର୍ତ୍ତନ କାହାକୁ କୁହାଯାଏ ନା ଥରେ ପ୍ରତିକ୍ରିୟା ବା ରିଆକ୍ସନ୍ ହେଇସାରିଲା ପରେ ସେ ତାର ପୂର୍ବ ଅବସ୍ଥାକୁ ଫେରି ଆସିପାରିବ। ତେବେ ସେ କିସ କହିଛି ନା ରାସାୟନିକ ପରିବର୍ତ୍ତନ ନୁହେଁ। ତାମାନେ କି କହିଛି ସିଏ ଭୌତିକ ପରିବର୍ତ୍ତନ ସିଏ ହେଇଥିବ। ତେବେ ଦେଖ ଯଦି ତୁମେ ଜଳଟାକୁ ବରଫ କରିବ ବରଫଟା ପୁଣି ଜଳ ହେଇପାରିବ। ତେବେ ଆନ୍ସର ହେଇଯିବ ଏ। ବାକିଟା ଦେଖ କ୍ଷୀର ଦହିରେ ପରିଣତ ହେବା। ତେବେ ଦହିଟା କ୍ଷୀର ହେଇପାରିବ ନାହିଁ। ଭୁଲ। ଖାଦ୍ୟ ହଜମ ହେବା। ତ ହଜମ ହେଇଗଲା ପରେ ସିଏ ତାର ଖାଦ୍ୟ ହେଇପାରିବ ନାହିଁ ଆଉ ସିଏ। ଭୁଲ। କାଗଜ ଜରି ପାଉଁଶ ହେଇଯିବା। ପାଉଁଶଟା କାଗଜ ହେଇପାରିବ ନାହିଁ। ତେବେ ଭୁଲ।